ବାତ୍ୟାକୁ ନେଇ ଆସିଲା ବଡ଼ ଖବର। ଉତ୍ତର ଭାରତୀୟ ରାଜ୍ୟଗୁଡ଼ିକରେ ଶୀତଲହରୀ ସହିତ ଥଣ୍ଡା ବଢ଼ିବାରେ ଲାଗିଛି। ପାର୍ବତ୍ୟ ଅଞ୍ଚଳରେ ତୁଷାରପାତର ପ୍ରଭାବ ସମତଳ ଅଞ୍ଚଳରେ ମଧ୍ୟ ସ୍ପଷ୍ଟ ଭାବରେ ଅନୁଭୂତ ହେଉଛି। ଏହି ସମୟରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିଝଡ଼ ସୃଷ୍ଟି ହୋଇଯାଇଛି। ଏହା ଯୋଗୁଁ ଆଗାମୀ କିଛି ଘଣ୍ଟା ମଧ୍ୟରେ ଆଣ୍ଡାମାନ ସାଗର ଉପରେ ହଠାତ୍ ପରିବର୍ତ୍ତନ ହୋଇପାରେ। ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ ଆଗାମୀ 2 ଦିନ ମଧ୍ୟରେ ସେନିୟର ନାମକ ଏକ ଘୂର୍ଣ୍ଣିଝଡ଼ ଉପକୂଳରେ ମାଡ଼ ହେବାର ସମ୍ଭାବନା ରହିଛି। ଏହା ଯୋଗୁଁ ପବନର ବେଗ ଘଣ୍ଟା ପ୍ରତି 40ରୁ 50 କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ ଏବଂ ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ମଧ୍ୟ ହୋଇପାରେ। ଭାରତୀୟ ପାଣିପାଗ ବିଭାଗ IMD ଆଜିଠାରୁ ଡିସେମ୍ବର 1 ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଭାରତର ଅନେକ ରାଜ୍ୟ ପାଇଁ ପ୍ରବଳ ବର୍ଷା ସତର୍କତା ଜାରି କରିଛି। ଏହି ଝଡ଼ ଦକ୍ଷିଣ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ପବନ, ପ୍ରବଳ ବର୍ଷା ଏବଂ ବନ୍ୟା ଆଣିପାରେ। ପ୍ରଭାବିତ ରାଜ୍ୟଗୁଡ଼ିକ ମଧ୍ୟରେ ତାମିଲନାଡୁ, କେରଳ, ଆନ୍ଧ୍ରପ୍ରଦେଶ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ, ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ଅନ୍ତର୍ଭୁକ୍ତ ରହିଛି। ଚାଲ ଦେଖିବା ପରବର୍ତ୍ତୀ ଅପଡେଟ୍ କ'ଣ ରହିଛି। ଧାନ କିଣାକୁ ନେଇ ଆସିଲା ବଡ଼ ଖବର। ଆଉ ରହିବନି ବଳକା ଧାନ କିଣା ବିକା ଟେନସନ୍। ଚାଷୀଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରିବାକୁ ଅଧିକ 8 ଲକ୍ଷ ଧାନ କିଣିବ FCI। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସ କ୍ରମେ ଅଧିକ ଧାନ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ରାଜ୍ୟରୁ ମୋଟ 58 ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ଖରିଫ ଫସଲ ପାଇଁ ଧାନ କିଣା ଲକ୍ଷ୍ୟକୁ 40 ଲକ୍ଷ ମେଟ୍ରିକ୍ ଟନ୍ରୁ ବୃଦ୍ଧି କରି 47 ଲକ୍ଷ ମେଟ୍ରିକ୍ ଟନ୍ କରାଯାଇଛି। ସେହିପରି ରବି ଫସଲ ପାଇଁ ଏହି ଲକ୍ଷ୍ୟକୁ 10 ଲକ୍ଷ ମେଟ୍ରିକ୍ ଟନ୍ରୁ ବୃଦ୍ଧି କରି 11 ଲକ୍ଷ ମେଟ୍ରିକ୍ ଟନ୍ ରଖାଯାଇଛି। ଚାଲ ଦେଖିବା ପରବର୍ତ୍ତୀ ଅପଡେଟ୍ କ'ଣ ରହିଛି। ଗୁଣ୍ଡିଚା ମନ୍ଦିର ଗଲେ ଦେବାକୁ ପଡ଼ିବ ଟିକଟ। ଡିସେମ୍ବର 1ରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ଗୁଣ୍ଡିଚା ମନ୍ଦିର। ପରୀକ୍ଷାମୂଳକ ଭାବେ ଟିକେଟ୍ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ଭକ୍ତଙ୍କ ପିଛା ଟିକେଟ୍ ମୂଲ୍ୟ 10 ଟଙ୍କା ରହିବ। 5 ବର୍ଷରୁ କମ୍, 80 ବର୍ଷରୁ ଅଧିକ ଏବଂ ଦିବ୍ୟାଙ୍ଗମାନଙ୍କ ପାଇଁ ଦେୟମୁକ୍ତ ଦର୍ଶନ ବ୍ୟବସ୍ଥା ରହିଛି। ପ୍ରତିଦିନ ସକାଳ 6ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ମନ୍ଦିର ଖୋଲା ରହିବ। ନଭେମ୍ବରରୁ ଫେବୃଆରୀ ପର୍ଯ୍ୟନ୍ତ ସକାଳ 6ଟାରୁ ସନ୍ଧ୍ୟା 5ଟା ଯାଏଁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ। ସିଂହଦ୍ୱାର ଦେଇ ଆଡ଼ପ ମଣ୍ଡପ ଦର୍ଶନ ପାଇଁ ପ୍ରବେଶ ଏବଂ ପ୍ରସ୍ଥାନ ରହିଥିବା ବେଳେ ମାଗଣା ଚପଲ, ମୋବାଇଲ ଷ୍ଟାଣ୍ଡ ଏବଂ ପାନୀୟ ଜଳ ବ୍ୟବସ୍ଥା ରହିଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଚାଲ ଦେଖିବା ପରବର୍ତ୍ତୀ ଅପଡେଟ୍ କ'ଣ ରହିଛି। ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ବଢ଼ିଲା ପ୍ରାକ୍ ମେଟ୍ରିକ୍ ଛାତ୍ରବୃତ୍ତି। ରାଜ୍ୟର ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ଉନ୍ନତି ପାଇଁ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଲୋକସଭା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଅନ୍ତର୍ଗତ ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ବର୍ଗର ଛାତ୍ରୀମାନଙ୍କ ପାଇଁ ପ୍ରାକ୍ ମେଟ୍ରିକ୍ ଛାତ୍ରବୃତ୍ତି ଏବଂ ମେଟ୍ରିକ୍ ପରବର୍ତ୍ତୀ ଛାତ୍ରବୃତ୍ତି ହାର ବୃଦ୍ଧି କରାଯାଇଛି। ଏ ସଂକ୍ରାନ୍ତରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି, ରାଜ୍ୟରେ ଖାଦ୍ୟ ସାମଗ୍ରୀ ଏବଂ ଦୈନିକ ବ୍ୟବହାର କରାଯାଇଥିବା ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧିକୁ ଲକ୍ଷ୍ୟ କରି ଏ ନିଷ୍ପତ୍ତି ନିଆଯାଇଛି। ଏ ନିଷ୍ପତ୍ତି ଅନୁଯାୟୀ ଛାତ୍ରମାନଙ୍କୁ ଏହି ରାଶି 10,500 ଟଙ୍କାରୁ 16,000 ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ଛାତ୍ରୀମାନଙ୍କ କ୍ଷେତ୍ରରେ 11,000ରୁ 17,000 ଟଙ୍କା ବୃଦ୍ଧି କରାଯାଇଛି। ଏହି ଛାତ୍ରବୃତ୍ତି ଶିଶୁ ବାଟିକାଠାରୁ 10ମ ଶ୍ରେଣୀ ପର୍ଯ୍ୟନ୍ତ ଅନ୍ତବାସୀ ଛାତ୍ରଛାତ୍ରୀମାନଙ୍କୁ ମିଳିପାରିବ। ଚାଲ ଦେଖିବା ପରବର୍ତ୍ତୀ ଅପଡେଟ୍ କ'ଣ ରହିଛି। 77 ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି କରିବ ଲେବର କୋଡ୍। ଭାରତ ସରକାରଙ୍କ ଦ୍ୱାରା ନିକଟରେ ଲାଗୁ ହୋଇଥିବା 4ଟି ନୂଆ ଶ୍ରମ ସଂହିତା ମଧ୍ୟମ ଅବଧିରେ ନିଯୁକ୍ତି ଏବଂ ଅର୍ଥନୀତିକୁ ବଡ଼ ପ୍ରୋତ୍ସାହନ ଦେବ ବୋଲି SBI ରିସର୍ଚ୍ଚ ତାର ଇକୋରାଫ୍ ରିପୋର୍ଟରେ ପ୍ରକାଶ କରିଛି। ମଙ୍ଗଳବାର ପ୍ରକାଶିତ ଏହି ରିପୋର୍ଟ ଅନୁଯାୟୀ ନୂଆ ଶ୍ରମ ସଂହିତା ଲାଗୁ ହେବା ଦ୍ୱାରା ଆଗାମୀ ବର୍ଷଗୁଡ଼ିକରେ ପ୍ରାୟ 77 ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି ହେବାର ଆଶା କରାଯାଉଛି। ଏହା ବେକାରୀ ହାରକୁ ପ୍ରାୟ 1.3% ହ୍ରାସ କରିବାର ସମ୍ଭାବନା ରହିଛି। ଏହି ସମୟରେ ଦେଶରେ ଉପଭୋକ୍ତା ଖର୍ଚ୍ଚରେ ପ୍ରାୟ 75,000 କୋଟି ଟଙ୍କାର ବୃଦ୍ଧି ହେବାର ଆକଳନ କରାଯାଇଛି। ଏହି କୋଡ୍ଗୁଡ଼ିକ ଶ୍ରମିକ କାର୍ଯ୍ୟକୁ ଆନୁଷ୍ଠାନିକ କରିବାରେ ଅତି କମ୍ରେ 15% ବୃଦ୍ଧି ଘଟାଇବ। ବର୍ତ୍ତମାନ 60.4% ଥିବା ଆନୁଷ୍ଠାନିକ ଶ୍ରମିକଙ୍କ ଅଂଶଧନ ବୃଦ୍ଧି ପାଇ 75.5%ରେ ପହଞ୍ଚିବ। SBI ରିସର୍ଚ୍ଚ କହିଛି ଯେ ଅବସରକାଳୀନ ସୁବିଧା ବୃଦ୍ଧି ପାଉଥିବାରୁ କର୍ମଚାରୀଙ୍କ ମାସିକ ହାତରେ ମିଳୁଥିବା ଦରମା କମିପାରେ, କାରଣ ନୂଆ ମଜୁରୀ କୋଡ୍ ଅନୁଯାୟୀ ମୂଳ ବେତନ କଷ୍ଟ ଟୁ କମ୍ପାନୀ ଅତି କମ୍ରେ 50% ହେବ ବାଧ୍ୟତାମୂଳକ। ଚାଲ ଦେଖିବା ପରବର୍ତ୍ତୀ ଅପଡେଟ୍ କ'ଣ ରହିଛି। ଖୋଲାଖୋଲି ଧମକ ଦେଉଛନ୍ତି ମମତା ବାନାର୍ଜୀ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଭାଜପା ଏବଂ କେନ୍ଦ୍ର ସରକାରଙ୍କ ଉପରେ କଠୋର ଆକ୍ରମଣ କରି କହିଛନ୍ତି, ଯଦି ତାଙ୍କ ଉପରେ ଆକ୍ରମଣ ହୁଏ ତେବେ ସେ ସମଗ୍ର ଦେଶକୁ ଥରାଇ ଦେବେ। ରାଜ୍ୟରେ ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନ SIRକୁ ନେଇ ବଢ଼ୁଥିବା ବିବାଦ ମଧ୍ୟରେ ବାନାର୍ଜୀ ଏକ ଖୋଲା ମଞ୍ଚରୁ ଏହି ଧମକ ଦେଇଛନ୍ତି। ବାନାର୍ଜୀ କହିଛନ୍ତି ଯେ ଆଜି ହେଲିକପ୍ଟରରେ ଯାତ୍ରା କରିବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ ହଠାତ୍ ସକାଳେ ଖବର ପାଇଲେ ଯେ ତାଙ୍କ ହେଲିକପ୍ଟର ଉଡ଼ିବ ନାହିଁ। ଏହାକୁ ଏକ ଷଡ଼ଯନ୍ତ୍ର ବୋଲି କହି ସେ କହିଛନ୍ତି, ମୁଁ ହେଲିକପ୍ଟର ବ୍ୟବହାର ନ କରିବାରୁ ମୁଁ ବିଳମ୍ବରେ ପହଞ୍ଚିଲି। ମୁଁ ଉଡ଼ିବା କଥା ଥିଲା, କିନ୍ତୁ ସକାଳେ ଜାଣିଲି ଯେ ଏହା ଉଡ଼ିବ ନାହିଁ। ନିର୍ବାଚନ ଆରମ୍ଭ ହୋଇନାହିଁ ଏବଂ ତୁମେ ପୂର୍ବରୁ ସଂଘର୍ଷ ଆରମ୍ଭ କରିଛ। ଏହା ଭଲ ଯେ ମୁଁ ପାଦରେ ଚାଲି ଆସିଲି, ଲୋକଙ୍କୁ ଭେଟିଲି। ବାନାର୍ଜୀ କହିଛନ୍ତି, SIR ନାମରେ ମୋତେ ଜାଣିଶୁଣି ଟାର୍ଗେଟ୍ କରାଯାଉଛି।
ଯଦି ମୋ ଉପରେ କୌଣସି ଆକ୍ରମଣ ହୁଏ ତେବେ ମୁଁ ଭାରତକୁ ଥରାଇ ଦେବି। ଚାଲ ଦେଖିବା ପରବର୍ତ୍ତୀ ଅପଡେଟ୍ କ'ଣ ରହିଛି। ଗର୍ଭବତୀ ମହିଳାମାନଙ୍କ ପାଇଁ ଆସିଲା ବଡ଼ ଖବର। ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା। ଏହି ଯୋଜନା ଗର୍ଭବତୀ ମହିଳାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରେ, ଯାହାଦ୍ୱାରା ସେମାନଙ୍କର ପିଲାର ଉପଯୁକ୍ତ ଯତ୍ନ ନିଆଯାଇପାରିବ। ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ଗର୍ଭବତୀ ଏବଂ ସ୍ତନ୍ୟପାନକାରୀ ମହିଳାମାନଙ୍କ ପାଇଁ ଏକ ପ୍ରମୁଖ କେନ୍ଦ୍ର ସରକାରୀ ଯୋଜନା। ଏହାର ଉଦ୍ଦେଶ୍ୟ ହେଉଛି ଗର୍ଭାବସ୍ଥା ଏବଂ ପ୍ରସବ ସମୟରେ ଆର୍ଥିକ ସହାୟତା ପ୍ରଦାନ କରି ମହିଳାମାନଙ୍କର ସ୍ୱାସ୍ଥ୍ୟ, ପୁଷ୍ଟିସାର ଏବଂ ଯତ୍ନକୁ ସୁଦୃଢ଼ କରିବା, ଯାହାର ଲାଭ ସିଧାସଳଖ ଡିବିଟି ମାଧ୍ୟମରେ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପାଣ୍ଠି ସ୍ଥାନାନ୍ତରିତ କରାଯାଇଥାଏ। ଏହି ରାଶି 3ଟି କିସ୍ତିରେ ପ୍ରଦାନ କରାଯାଏ। ଗର୍ଭାବସ୍ଥା ପଞ୍ଜୀକରଣ ପରେ ପ୍ରଥମ କିସ୍ତି, ସ୍ୱାସ୍ଥ୍ୟ ପରୀକ୍ଷା ସମାପ୍ତି କରିବା ପରେ ଦ୍ୱିତୀୟ କିସ୍ତି ଏବଂ ଶିଶୁର ଜନ୍ମ ପ୍ରମାଣପତ୍ର ଏବଂ ଟିକାକରଣ ରେକର୍ଡ ଦାଖଲ କରିବା ପରେ ତୃତୀୟ କିସ୍ତି। ଏହି ଟଙ୍କା ଗର୍ଭାବସ୍ଥାରେ ପୁଷ୍ଟିସାର, ସ୍ୱାସ୍ଥ୍ୟ ପରୀକ୍ଷା, ବିଶ୍ରାମ ଏବଂ ଜରୁରୀ ଚିକିତ୍ସା ଆବଶ୍ୟକତାକୁ ପୂରଣ କରିବା ପାଇଁ ପ୍ରଦାନ କରାଯାଇଥାଏ। ଯଦି ଝିଅ ସନ୍ତାନ ଜାତ ହୁଏ ଦ୍ୱିତୀୟ ଥର, ତେବେ ସରକାର ଦ୍ୱିତୀୟ ସନ୍ତାନ ପାଇଁ ଅତିରିକ୍ତ 6,000 ସହାୟତା ପ୍ରଦାନ କରନ୍ତି, ଯାହା ଏକ ଝିଅ। ଏହାପରେ ମୋଟ ପରିମାଣ 11,000 ଟଙ୍କାକୁ ବୃଦ୍ଧି ପାଇଥାଏ। ଯୋଜନାର ସରକାରୀ ୱେବସାଇଟ୍ ହେଉଛି pmmvy.wcd.gov.in। ପରିଦର୍ଶନ କରି ଆପଣମାନେ ଏହାର ସମ୍ପୂର୍ଣ୍ଣ ତଥ୍ୟକୁ ଜାଣି ଏହାକୁ ଆବେଦନ କରିନେଇପାରିବେ। ଚାଲନ୍ତୁ ଦେଖିବା ପରବର୍ତ୍ତୀ ଅପଡେଟ୍ କ'ଣ ରହିଛି। ପାକିସ୍ତାନରୁ ଆସୁଛି ଜାସୁସି ପାରା। କହିବାକୁ ଗଲେ ବର୍ତ୍ତମାନ ଭାରତ ଏବଂ ପାକିସ୍ତାନ ସୀମାରେ ଏକ ଅଦ୍ଭୁତ ପାରା ମିଳିଛି, ଯାହାକୁ ନେଇ ବର୍ତ୍ତମାନ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ମିଳିଥିବା ସୂଚନା ଅନୁସାରେ ଥାନା ଅଧିକାରୀ ସୁରେନ୍ଦ୍ର ବାରୁପାଲ କହିଛନ୍ତି କି ଛତରଗଡ଼ ତହସିଲର ମୋତିଗଡ଼ ଗ୍ରାମରେ ହାଜି ଜାମାଲ ଖାନାଙ୍କ ଘରେ ଶନିବାର ସକାଳେ ପାଖାପାଖି 10ଟା ସମୟରେ ଗୋଟେ ସନ୍ଦେହଜନକ ପାରା ଆସି ବସିଲା। ଏହାପରେ ତାଙ୍କୁ ପାରା ଉପରେ ସନ୍ଦେହ ଥିବାରୁ ସେ ପାରାକୁ ଧରିନେଲେ। ଏହାପରେ ସେ ଦେଖିଲେ କି ପାରାର ପର ଉପରେ ଚାରଣପୁର ଠାରୁ ନେଇ ଲାହୋର ପର୍ଯ୍ୟନ୍ତ 225 କିଲୋମିଟର ଦୂର ଅନେକ ସହର ନାମ ଲେଖାଯାଇଥିଲା। ଏହା ସହିତ ପାରା ଗୋଡ଼ରେ ବନ୍ଧା ଥିବା ଗୋଟିଏ ଧାତୁ ନିର୍ମିତ ଚୁଡ଼ି ଭଳି ଏକ ଜିନିଷ ବି ମିଳିଥିଲା। ଏ ଅଦ୍ଭୁତ ପାରା ବିଷୟରେ ସୂଚନା ମିଳିବା ପରେ ପୋଲିସ ସେହି ସ୍ଥାନରେ ପହଞ୍ଚି ପାରାକୁ ନିଜ ଅଧୀନରେ ନେଇ ତାହାକୁ ଯାଞ୍ଚ ଆରମ୍ଭ କରିଦେଇଛି। ଏହାପରେ ଏହି ମାମଲାର ସୂଚନା ବିଏସ୍ଏଫ୍ ଯବାନ ଏବଂ ସୁରକ୍ଷା ଏଜେନ୍ସି ଅଧିକାରୀଙ୍କୁ ଦିଆଗଲା। ଚାଲ ଦେଖିବା ପରବର୍ତ୍ତୀ ଅପଡେଟ୍ କ'ଣ ରହିଛି। ସବୁ ଜିଲ୍ଲାପାଳମାନଙ୍କୁ ସରକାରଙ୍କ ଟାର୍ଗେଟ୍। ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଦାନ କରାଯାଇଥିବା ଲକ୍ଷାଧିକ ଘର ଏବେ ଅଧା ପାନ୍ତରା ହୋଇ ପଡ଼ି ରହିଛି। ଫଳରେ ସରକାର ଗରିବ ଏବଂ ଅସହାୟଙ୍କ ପାଇଁ କରିଥିବା ଆବାସ ଲକ୍ଷ୍ୟ ଧାର୍ଯ୍ୟ ପୂରଣ ହୋଇପାରୁନାହିଁ। ଏହାକୁ ନେଇ ପଞ୍ଚାୟତରାଜ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳମାନଙ୍କୁ ନଭେମ୍ବର 20ରେ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ପଞ୍ଚାୟତରାଜ ବିଭାଗ ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସବୁ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିବା ପତ୍ରରେ ଦର୍ଶାଇଛନ୍ତି PMYGରେ ମାତ୍ର 1,14,357 ଘର ସମ୍ପୂର୍ଣ୍ଣ ହୋଇଛି। 3,26,582 ଘର ଏବେ ଅଧାପାନ୍ତିଆ ପଡ଼ି ରହିଛି। ବଡ଼ କଥା ହେଲା, ଏହି ଅଧାପାନ୍ତିଆ ଘର ମଧ୍ୟରୁ 1,38,319 ଆବାସ ଫିଜିବିଲିଟି ନାହିଁ। ଏହି ପରିପ୍ରେକ୍ଷୀରେ ଯେଉଁ 1,88,263 ଅଧାପାନ୍ତିଆ ଘର ରହିଛି, ତାକୁ ଡିସେମ୍ବର ସୁଦ୍ଧା ଶେଷ କରିବାକୁ ସ୍ୱତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି। ଚାଲନ୍ତୁ ଦେଖିବା ପରବର୍ତ୍ତୀ ଅପଡେଟ୍ କ'ଣ ରହିଛି। ନୀତିଶ ସରକାରଙ୍କ ବଡ଼ ଘୋଷଣା। ଆସନ୍ତା 5 ବର୍ଷରେ 1 କୋଟି ଚାକିରି। ଆସନ୍ତା 5 ବର୍ଷରେ 1 କୋଟି ଚାକିରି ଏବଂ ରୋଜଗାର ସୃଷ୍ଟି କରିବ ନୀତିଶ ସରକାର। ଏଥିସହିତ ବିହାର ହେବ ଟେକ୍ ହବ୍। ଏନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ନୂତନ ସରକାର ଗଠନ ହେବା ପରେ ପ୍ରଥମ କ୍ୟାବିନେଟ୍ ବୈଠକରେ ନିଆଯାଇଥିବା ନିଷ୍ପତ୍ତିର ବିବରଣୀ ସେୟାର କରିଛନ୍ତି। ସ୍ପଷ୍ଟ କରିଛନ୍ତି ଯେ ରାଜ୍ୟ ଏବେ ଶିଳ୍ପାୟନ ଏବଂ ନିଯୁକ୍ତି ସୃଷ୍ଟି ଉପରେ ତାହାର ପ୍ରୟାସକୁ ଦ୍ୱିଗୁଣିତ କରିବ। କ୍ୟାବିନେଟ୍ ଆଗାମୀ 5 ବର୍ଷ ମଧ୍ୟରେ 1 କୋଟି ଯୁବକଙ୍କୁ ସରକାରୀ ଚାକିରି ଏବଂ ନିଯୁକ୍ତି ପ୍ରଦାନ କରିବାର ଏକ ମହତ୍ୱାକାଂକ୍ଷୀ ଲକ୍ଷ୍ୟ ରଖିଛି। ଚାଲନ୍ତୁ ଦେଖିବା ପରବର୍ତ୍ତୀ ଅପଡେଟ୍ କ'ଣ ରହିଛି। ଚଳିତ ବର୍ଷ ରାଜ୍ୟରେ ବୃଦ୍ଧି ପାଇଛି ବାଘ ସଂଖ୍ୟା। ଚଳିତ ବର୍ଷ ରାଜ୍ୟରେ ବୃଦ୍ଧି ଘଟୁଛି ବାଘ ସଂଖ୍ୟା। ଗତ ବର୍ଷ ଶିମିଳିପାଳରେ 27ଟି ବାଘ ଥିବାବେଳେ ଏହି ସଂଖ୍ୟାରେ ବୃଦ୍ଧି ଘଟି 32ରେ ପହଞ୍ଚିଛି। ସେପରି ଶିମିଳିପାଳରେ 9ଟି ଛୋଟ ବାଘ ଥିବା ଗତ 2 ମାସ ତଳେ ହୋଇଥିବା ସର୍ଭେରୁ ଜଣାପଡ଼ିଥିବା ନେଇ ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ PCCF ପ୍ରେମ କୁମାର ଝା। ଚଳିତ ବର୍ଷ ଶିମିଳିପାଳରେ ବାଘ ସଂଖ୍ୟା ବୃଦ୍ଧି ପାଇ 32ରେ ପହଞ୍ଚିଛି। ଗତ ବର୍ଷ ତୁଳନାରେ 5ଟି ବାଘ ଅଧିକ ବଢ଼ିଯାଇଛନ୍ତି। ଚାଲନ୍ତୁ ଦେଖିବା ପରବର୍ତ୍ତୀ ଅପଡେଟ୍ କ'ଣ ରହିଛି। ବିଧାନସଭା ଅଧିବେଶନରେ ମୁତୟନ ହେବେ 33 ପ୍ଲାଟୁନ୍ ପୋଲିସ ଫୋର୍ସ। ଆସନ୍ତା 27 ତାରିଖ ଠାରୁ ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୃହକୁ ସମ୍ବୋଧନ କରିବେ। ଏଥିପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ରାଷ୍ଟ୍ରପତିଙ୍କ ଆଗମନ ପାଇଁ ବ୍ଲୁ ବୁକ୍ ଗାଇଡଲାଇନ୍ ମୁତାବକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର S ଦେବଦତ୍ତ ସିଂ। ଏହା ପୂର୍ବରୁ ବିଧାନସଭା ପରିସରରେ ପୋଲିସ ଛାଉଣି ହୋଇଗଲାଣି। ପୋଲିସ କମିଶନର ମଙ୍ଗଳବାର ବିଧାନସଭା ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି। ଅଧିବେଶନ ସମୟରେ 3 ଥାକିଆ ସୁରକ୍ଷା ବ୍ୟବସ୍ଥା ରହିବ। ଏଥିପାଇଁ 33 ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯିବା ସହ ଷ୍ଟ୍ରାଇକିଂ ଫୋର୍ସ, STU, ବୋମା ନିଷ୍କ୍ରିୟକାରୀ ଦଳ,
ଡଗ୍ ସ୍ପାଇଟ୍ ଏବଂ ଅଗ୍ନିଶମ ବିଭାଗ ମୁତୟନ ରହିବେ। ଚାଲନ୍ତୁ ଦେଖିବା ପରବର୍ତ୍ତୀ ଅପଡେଟ୍ କ'ଣ ରହିଛି। ନଭେମ୍ବର 27ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି। ନଭେମ୍ବର 27 ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଗାମୀ ଓଡ଼ିଶା ଗସ୍ତ ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥାକୁ ଚୂଡ଼ାନ୍ତ କରାଯାଇଛି। ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ କମିଶନରେଟ୍ ପୁଲିସ ତ୍ରିସ୍ତରୀୟ କଡ଼ା ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିଛି। ଶୀତକାଳୀନ ଅଧିବେଶନକୁ ସମ୍ବୋଧିତ କରିବେ। ରାଷ୍ଟ୍ରପତି ଓଡ଼ିଶା ବିଧାନସଭାର ପ୍ରଥମ ଶୀତକାଳୀନ ଅଧିବେଶନକୁ ସମ୍ବୋଧିତ କରିବେ। କୌଣସି ରାଜ୍ୟ ବିଧାନସଭାରେ ଏହା ରାଷ୍ଟ୍ରପତିଙ୍କ ପ୍ରଥମ ଅଭିଭାଷଣ ହେବ। ଚାଲନ୍ତୁ ଦେଖିବା ପରବର୍ତ୍ତୀ ଅପଡେଟ୍ କ'ଣ ରହିଛି। ଏହିମାନଙ୍କୁ ମିଳିବ ମାଗଣା ଘର, ଜାରି ହେଲା ନୂଆ ଲିଷ୍ଟ। ଚାଲନ୍ତୁ ଦେଖିନେବା ସମ୍ପୂର୍ଣ୍ଣ ଅପଡେଟ୍ଟି କ'ଣ ରହିଛି। ଯଦି ଏହି ଲିଷ୍ଟରେ ଆପଣମାନଙ୍କର ନାମ ନାହିଁ ତେବେ ଆପଣମାନେ ନିକଟସ୍ଥ PMAYG ପୋର୍ଟାଲ ମାଧ୍ୟମରେ କିମ୍ବା ନିକଟତମ CSC କେନ୍ଦ୍ରରେ ଆବେଦନ କରିପାରିବେ। ତ ଚାଲନ୍ତୁ ଦେଖିନେବା କିପରି ଆପଣମାନେ ଏହି ଲିଷ୍ଟକୁ ଦେଖିପାରିବେ। ପଞ୍ଜୀକରଣ ନମ୍ବର ବିନା ମଧ୍ୟ ହିତାଧିକାରୀମାନେ ଅନଲାଇନରେ କିମ୍ବା ମୋବାଇଲ ଫୋନ୍ ମାଧ୍ୟମରେ ତାଲିକା ଯାଞ୍ଚ କରିପାରିବେ। ଏଥିପାଇଁ ଏହାର ଅଫିସିଆଲ ୱେବସାଇଟ୍ ହେଉଛି PMAYG.nic.in ପରିଦର୍ଶନ କରିବାକୁ ପଡ଼ିବ। ଷ୍ଟେକ୍ ହୋଲ୍ଡର୍ସ ବିଭାଗରେ କ୍ଲିକ୍ କରନ୍ତୁ। IAY PMAYG ବେନିଫିସିଆରୀ କିମ୍ବା ସାର୍ଚ୍ଚ ବେନିଫିସିଆରୀ ଚୟନ କରନ୍ତୁ। ଯଦି ଆପଣଙ୍କର ପଞ୍ଜୀକରଣ ନାହିଁ ତେବେ ଆଡଭାନ୍ସ ସାର୍ଚ୍ଚ ଉପରେ କ୍ଲିକ୍ କରନ୍ତୁ। ଆପଣଙ୍କର ରାଜ୍ୟ, ଜିଲ୍ଲା, ବ୍ଲକ ଏବଂ ଗ୍ରାମ ଚୟନ କରନ୍ତୁ। କ୍ୟାପ୍ଚା ଏଣ୍ଟ୍ରି କରନ୍ତୁ ଏବଂ ସବମିଟ୍ ଉପରେ କ୍ଲିକ୍ କରନ୍ତୁ। ତାପରେ ଅନୁମୋଦିତ ସ୍ଥିତି ଏବଂ କିସ୍ତି ସହିତ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ସୂଚନା ସହିତ ଆପଣଙ୍କ ଗ୍ରାମ ପାଇଁ ସମ୍ପୂର୍ଣ୍ଣ ହିତାଧିକାରୀ ତାଲିକା ପ୍ରଦର୍ଶିତ ହେବ। ଚାଲନ୍ତୁ ଦେଖିବା ପରବର୍ତ୍ତୀ ଅପଡେଟ୍ କ'ଣ ରହିଛି। ଲେବର କାର୍ଡ ଥିଲା ଆସିଲା ବଡ଼ ଖବର। ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ଶ୍ରମ ସଂସ୍କାର ପଦକ୍ଷେପରେ ମୋଦି ସରକାର ନଭେମ୍ବର 21 ତାରିଖରେ 29ଟି ପୁରୁଣା ଶ୍ରମ ଆଇନକୁ ଉଚ୍ଛେଦ କରି ଦେଶବ୍ୟାପୀ 4ଟି ନୂତନ ଶ୍ରମ ସଂହିତା ଲାଗୁ କରିଛନ୍ତି। ସରକାର ଦାବି କରିଛନ୍ତି ଯେ ଏହି ପରିବର୍ତ୍ତନଗୁଡ଼ିକ ଏକ ଆତ୍ମନିର୍ଭରଶୀଳ ଭାରତ ଆଡ଼କୁ ଏକ ଐତିହାସିକ ପଦକ୍ଷେପ ଦେଶର ନିଯୁକ୍ତି ଏବଂ ଶିଳ୍ପ ବ୍ୟବସ୍ଥାକୁ ପୁନର୍ପରିଭାଷିତ କରୁଛି। ନୂତନ ନିୟମ 400 ନିୟୁତରୁ ଅଧିକ ଶ୍ରମିକଙ୍କୁ ସାମାଜିକ ସୁରକ୍ଷା କଭରେଜ ପ୍ରଦାନ କରିବ, ଯାହା ପୂର୍ବରୁ କେବେ ସମ୍ଭବ ହେଉନଥିଲା। ଏହା ମଧ୍ୟରେ ରହୁଛି ଆଧୁନିକ ଆବଶ୍ୟକତା ଅନୁଯାୟୀ ନୂତନ ବ୍ୟବସ୍ଥା କରାଯିବ। ନିଯୁକ୍ତିପତ୍ର ବାଧ୍ୟତାମୂଳକ, ସମୟାନୁସାରେ ଦରମା ମଧ୍ୟ ସୁନିଶ୍ଚିତ କରାଯିବ ଏବଂ କର୍ମଚାରୀଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟସେବା ଆରମ୍ଭ କରାଯିବ। କେବଳ 1 ବର୍ଷ ପାଇଁ ଗ୍ରାଚୁଇଟି ଅର୍ଥାତ୍ 1 ବର୍ଷ ପାଇଁ ସ୍ଥାୟୀ ଚାକିରି ମିଳିପାରିବ। କର୍ମଜୀବୀ ମହିଳାଙ୍କ ପାଇଁ ନୂତନ ସବୁ ସୁବିଧା ମିଳିବ। ପ୍ରଥମ ଥର ପାଇଁ ଗିଗ୍ ଏବଂ ପ୍ଲାଟଫର୍ମ କର୍ମୀଙ୍କ ପାଇଁ ଆଇନଗତ ସ୍ୱୀକୃତି ମିଳିପାରିବ। 2 ଗୁଣା ଓଭରଟାଇମ୍ ଦରମା ମିଳିବ। ଠିକା କର୍ମଚାରୀମାନେ ସ୍ଥାୟୀ କର୍ମଚାରୀ ପରି ସମାନ ସୁରକ୍ଷା ପାଇବେ। ଶିଳ୍ପଗୁଡ଼ିକ ପାଇଁ ଅନୁପାଳନ ସହଜ ହେବ। କର୍ମଚାରୀ କମ୍ପାନୀ ବିବାଦର ନୂତନ ସମାଧାନ ମଡେଲ ପ୍ରସ୍ତୁତ କରାଯାଇଛି। ସେପଟେ ମାଗଣାରେ ଦେବେ ସରକାର ବାଲି। ସରକାରଙ୍କ ବିଭିନ୍ନ ଗୃହ ଯୋଜନାରେ ସାମିଲ ହିତାଧିକାରୀଙ୍କୁ ମାଗଣାରେ ବାଲି ମିଳିବ। ଏନେଇ ଘୋଷଣା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଗରିବ ହିତାଧିକାରୀଙ୍କୁ ମାଗଣାରେ ବାଲି ଯୋଗାଇ ଦେବା ନେଇ ବଡ଼ ଘୋଷଣା କରିଛନ୍ତି ମନ୍ତ୍ରୀ। ମାଗଣାରେ ବାଲିରେ ଘର କରିବେ ହିତାଧିକାରୀ। ହିତାଧିକାରୀଙ୍କ ବାଲି ଟଙ୍କା ସରକାର ବହନ କରିବେ। ପୂର୍ବରୁ ବାଲି ଦରରେ ଲଗାମ ଲଗାଇବା ପାଇଁ MSP ଘୋଷଣା କରିଛନ୍ତି ରାଜ୍ୟ ସରକାର। ସେପଟେ ରାଜ୍ୟ ସରକାର ବାଲି ଦର ସମାନ ରହିବ। ଏଥିପାଇଁ ରାଜ୍ୟ ସରକାର ବାଲି ପାଇଁ MSP ଲାଗୁ କରିବେ। ଏଣିକି ସରକାର ଯେଉଁ ଦାମ ଧାର୍ଯ୍ୟ କରିବେ, ବାଲିଘାଟ ଲିଜଧାରୀ ସେହି ଦାମରେ ଲୋକଙ୍କୁ ବାଲି ବିକ୍ରି କରିବ। ଯେ ଅଧିକ ଦାମରେ ବାଲି ବିକିବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି। ଚାଲନ୍ତୁ ଦେଖିବା ପରବର୍ତ୍ତୀ ଅପଡେଟ୍ କ'ଣ ରହିଛି।